ଆଜିଠୁ ଆରମ୍ଭ ପବିତ୍ର ରାମନବମୀ। ବୌଦ୍ଧ ଜିଲ୍ଲାର ସମସ୍ତ ରାମ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ, ସବୁଠି ଭକ୍ତିମୟ ପରିବେଶ। ଆମେ ସିଧାସଳଖ ଆଜି ପହଞ୍ଚିଛୁ ବୌଦ୍ଧ ଜିଲ୍ଲାର ସର୍ବପୁରାତନ ଦେବଗଡ଼ ରାମ ମନ୍ଦିରରେ। ଏଠିକାର ରାମଲୀଳା, ଏଠିକାର ରାମ ମନ୍ଦିର ସମସ୍ତ ମନ୍ଦିର ଠାରୁ ପୁରାତନ ମନ୍ଦିର। ତେଣୁ ସିଧାସଳଖ ଆମେ ମନ୍ଦିର ପରିଚାଳନା କମିଟି ପୂଜକ ଅଛନ୍ତି, ତାଙ୍କ ସହିତ ଆମେ ସିଧାସଳଖ ପଚାରି ବୁଝିବା ଏଠିକାର ରାମ ମନ୍ଦିରର ମହତ୍ଵ ଏବଂ ରାମଲୀଳାର କ'ଣ ରହିଛି ମାହାତ୍ମ୍ୟ। ଆସନ୍ତୁ ପଚାରି ବୁଝିବା। କହିବାକୁ ଚାହିଁବି ଯେ ପ୍ରଭୁ ରଘୁନାଥ ଯେହେତୁ ପର୍ବତେ ରଘୁନନ୍ଦନର ଯଥାର୍ଥ ଏଠି ରହିଛି, ତା ସାଙ୍ଗକୁ ଅଛନ୍ତି ଭାଇ ଲକ୍ଷ୍ମଣ, ଦେବୀ ମାତା ସୀତା ଏବଂ ଲକ୍ଷ୍ମଣଙ୍କର ଧର୍ମପତ୍ନୀ ଉର୍ମିଳା ଏବଂ ଭକ୍ତପ୍ରବୀର ହନୁମାନ ଏବଂ ପାର୍ଶ୍ୱରେ ଅଛନ୍ତି ମା ଲଙ୍କ ଦେବୀ, ଯିଏକି ଆଧ୍ୟାତ୍ମିକ ଦୃଷ୍ଟିରୁ ଆମେ କହିବାକୁ ଗଲେ ଯେ ରାମଲୀଳାର ପ୍ରତ୍ୟେକ ଜାଗାରେ ଯେଉଁଠି ଦେଖନ୍ତୁ ନା କିଛି ଲଙ୍କ ଦେବୀଙ୍କର ପୂଜା ଆରାଧନା। ଆଉ ତା ବାମ ପାଖରେ ଅଛନ୍ତି ଆମର ମର୍ଯ୍ୟାଦା ପୁରୁଷ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ମୂର୍ତ୍ତି ରହିଛି, ସେ ମଧ୍ୟ ପୂଜା ପାଉଛନ୍ତି। ତା ସାଙ୍ଗରେ ଅଛନ୍ତି ଆମର ଦକ୍ଷିଣ ପାର୍ଶ୍ୱରେ ରଘୁନାଥଙ୍କର ମୁନି ଋଷିମାନଙ୍କର ଏକ ଛୋଟ ଆଶ୍ରମ। ଆମର ଶ୍ରାବଣ ପୂର୍ଣ୍ଣିମାରେ ଯେଉଁଟାକି ବ୍ରତପୟନ ହୋଇ ଠାକୁରଙ୍କ ପାଖରେ ପଇତା ଲାଗି ହୁଏ ଏବଂ ପୋଷ୍ୟାଭିଷେକ ସେଠି ମଧ୍ୟ ପଇତା ଲାଗି ହୁଏ। ବିଭିନ୍ନ ପ୍ରକାର ଆମର ପ୍ରବଚନ କାର୍ଯ୍ୟକ୍ରମ ବି ଏଠି ଅନୁଷ୍ଠିତ ହୁଏ, ରାମଚରିତ ମାନସ ମଧ୍ୟ ହୁଏ। ତ ସାଙ୍ଗକୁ ବିଭିନ୍ନ ଠାକୁରଙ୍କ ଯାହା ଦୈନନ୍ଦିନ ନୀତି ବିଭିନ୍ନ ପ୍ରକାରରେ ବିଭିନ୍ନ ଦିନରେ ପୂଜା ସମାପନ। ଆଜି ହେଉଛି ପ୍ରଭୁଙ୍କର ଅଙ୍କୁରାରୋପଣ, ଯାହାକି ପୂର୍ବ ପ୍ରସ୍ତୁତି। ଅଶୋକାଷ୍ଟମୀ ହେଉଛି